ଭିନ୍ନ ଢଙ୍ଗରେ ଏକମାତ୍ର ପୁଅ ସାଇ ସ୍ପନ୍ଦନ ପ୍ରଧାନଙ୍କ ଜନ୍ମଦିନ ପାଳନ କରିଛନ୍ତି ବାପା ମା। ତାଙ୍କର ପରିବାର ତଥା ବାପା ଇଣ୍ଡିଆନ୍ ଆର୍ମିରେ କାର୍ଯ୍ୟରତ ଯବାନ ପ୍ରିୟରଞ୍ଜନ ପ୍ରଧାନ ଏବଂ ମା ଫୁଲେନ ପ୍ରଭା ସହ ତାଙ୍କର ପରିବାର ଲୋକମାନେ ପ୍ରଥମେ ସକାଳ ସମୟରେ ନିଜ ଗ୍ରାମର ପିଲାମାନଙ୍କ ମଧ୍ୟରେ ସାଇ ସ୍ପନ୍ଦନ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପରେ ସାଇ ସ୍ପନ୍ଦନ ଧାମରାସ୍ଥିତ ଜାଗୁଳେଇ ବାସଭବନଠାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ଅତିଥିମାନେ ବହୁ ସଂଖ୍ୟକ ଯୋଗଦେଇ କେକ୍ କାଟି ଜନ୍ମଦିନଟିକୁ ବେଶ୍ ଧୁମଧାମରେ ପାଳନ କରିଥିଲେ। ଆଜିକୁ 10 ବର୍ଷ ଧରି ଏହି ବାପା ମା ସହିତ ପରିବାର ଏକମାତ୍ର ଅଲିଅଲି ପୁଅଙ୍କ ଜନ୍ମଦିନ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ଉପାୟରେ ବିଭିନ୍ନ ସ୍ଥାନମାନଙ୍କରେ ଯଥା ଅନାଥ ଆଶ୍ରମ ହେଉ ବା ନିଜ ଗ୍ରାମରେ ହେଉ ବା କୌଣସି ବୃଦ୍ଧ ଆଶ୍ରମରେ ଭୋଜି ଭାତର ଆୟୋଜନ କରି ଆଶ୍ରମ ଥିବା ସମସ୍ତ ଅନ୍ତେବାସୀମାନଙ୍କୁ ଖାଇବା ପିଇବା ଦେବା ସହିତ ଆଶ୍ରମରେ ଉପସ୍ଥିତ ଥିବା ଲୋକମାନଙ୍କୁ କିଛି ବସ୍ତ୍ର ପ୍ରଦାନ କରି ତାଙ୍କର ଏକମାତ୍ର ଅଲିଅଲି ପୁଅ ଜନ୍ମଦିନ ପାଳନ କରିଥିବାର ଦେଖିବାକୁ ମିଳିଛି। ମୁଁ ପ୍ରିୟରଞ୍ଜନ ପ୍ରଧାନ, ଧାମରା ଜାଗୁଳା ଘର ଆଉ ଆର୍ମିରେ ଚାକିରି କରେ। ସର୍ବପ୍ରଥମେ ତ ମୁଁ ଧାମରାବାସୀଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତାପରେ ଆଉ ଗୋଟେ ହେଉଛି ଯେ ଆଜି ସୌଭାଗ୍ୟର କଥା ଯେ ମୋର ଯେଉଁ ପୁଅ ଗୋଟିଏ ମାତ୍ର ପୁଅ ତାର ଆଜି ଦିନର ଜନ୍ମଦିନ। ଆଉ ବଡ଼ ଆମ ପାଇଁ ଏହା ଏକ ଗର୍ବ ଏବଂ ଗୌରବ। ଆଉ ଆମର ଯିଏ ମୁଖ୍ୟ ଅତିଥି ଥିଲେ ଆମର ମନମୋହନ ଭାଇ, ସିଏ ମଧ୍ୟ ଆମ ଘରକୁ ଆସିଥିଲେ, ସେଥିପାଇଁ ଆମକୁ ନିଜକୁ ଧନ୍ୟ ମନେ କରୁଛୁ ଏବଂ ଗର୍ବିତ। ପ୍ରୋଗ୍ରାମ ତାର ଥିଲା ଯେ ଆଜି ତା ନାଁରେ ଗୋଟେ ସ୍ପନ୍ଦନ ଟୁର୍ଣ୍ଣାମେଣ୍ଟ ହେଇଥିଲା। ଆଉ ଆମେ ଯେ ବହୁତ କାର୍ଯ୍ୟକ୍ରମ ରଖିଥିଲୁ ଯେ କାର୍ଯ୍ୟକ୍ରମ ଆମେ ନେବୁ, ତା ଭିତରେ ଆମର ତାର କେକ୍ ସେଲିବ୍ରେସନ୍ ସନ୍ଧ୍ୟାରେ ହେବ ଏବଂ ତାର ଲୋକମାନଙ୍କ ପାଇଁ ସବୁ ଗେଷ୍ଟ ମଧ୍ୟ ସନ୍ଧ୍ୟାରେ ଆସିବେ ଏବଂ ମା ଧାମରୀଙ୍କ ପାଖରେ ପ୍ରାର୍ଥନା କରୁଛି ତାର ଉଜ୍ଜଳ ଭବିଷ୍ୟତ କାମନା କରୁଛି। ହ୍ୟାପି ବାର୍ଥଡେ ବାବୁନୁ, ଗଡ୍ ବ୍ଲେସ୍ ୟୁ। ଆଜି ମୋ ଲାଇଫ୍ରେ ସବୁଠୁ ବେଷ୍ଟ ଦିନ, ଯେଉଁଟାକି ଯାହାର ବାର୍ଥଡେ ସେଇଟା ହେଉଛି ମୋର ସବୁଦିନ, ଯାହା ପାଇଁ ମୋର ସବୁଦିନ ଆଜି ହେଉଛି ତାର ବାର୍ଥଡେ। ପ୍ରୋଗ୍ରାମ କ୍ଲାସ୍ ଅଛି କିଛି ନାହିଁ, ତାକୁ ଭଗବାନ ଆଶୀର୍ବାଦ କରନ୍ତୁ, ଭଲ ମଣିଷଟେ ହଉ ବାସ୍। ହାପି ବାର୍ଥଡେ। ମୋ ନାଁ ହେଉଛି କୃଷ୍ଣା ପ୍ରଧାନ, ଘର ହେଉଛି ଧାମରା ଜାଗୁଳାରେ। ଇଏ ହେଉଛି ମୋ ସାନ ଭାଇ ସାଇ ସ୍ପନ୍ଦନ ପ୍ରଧାନ। ୟାର ଆଜି ଜାନୁଆରୀ 14ରେ ୟାର ବର୍ଥଡେ। ପ୍ରତିବର୍ଷ ଆମେ ଅନାଥ ଆଶ୍ରମରେ କରୁ, ଏ ବର୍ଷ ବି ଆମେ ଅନାଥ ଆଶ୍ରମ ଡୋନେସନ୍ ଦେଇଛୁ ବି। ଏ ବର୍ଷ ଟିକେ ଗାଁ ଲୋକଙ୍କର ଟିକେ ଅନୁଚିତ ଥିଲା କି ତାକୁ ବି ବହୁତ ଭଲ ପାଆନ୍ତି, ଏଥିପାଇଁ ଆମେ ଗାଁରେ ଏଥର କରୁଛୁ। 700 ଲୋକଙ୍କ ପାଇଁ ବି ଖାଇବା ପିଇବା ହେଇଛି। ଆଉ ୟା ନାଁରେ ଏଥର ବି କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଇଛି, ସାଇ ସ୍ପନ୍ଦନ ଟୁର୍ଣ୍ଣାମେଣ୍ଟ ବୋଲି। ଆଉ ପ୍ରତିବର୍ଷ ଆମେ ଏଗୁଡ଼ା କରୁ, ସବୁ ବର୍ଷ ବି ଏଗୁଡ଼ା କରି ଚାଲିବୁ। ଏତେ ବର୍ଷ ତ ଭଲ ପାଇବା ରହିଛି ୟା ପ୍ରତି। ଆଉ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 18।